ମଧ୍ୟରେ ଷଡ଼ ନିଶ୍ୱାସ ମଧ୍ୟରେ ଆଣି ଭିକ୍ଷା ଦେବ ଏଠୁ ଅଧିକ ହୋଇଲେ ଧର୍ମ ନଷ୍ଟ ହେବ ଏଠୁ ଅଧିକ ହୋଇଲେ ଧର୍ମ ନଷ୍ଟ ହେବ ଶାସ୍ତ୍ର କୁହେ ଷଡ଼ ନିଶ୍ୱାସ ମଧ୍ୟରେ ଆଣି ଭିକ୍ଷା ଦେବ ଏଠୁ ଅଧିକ ହୋଇଲେ ଧର୍ମ ନଷ୍ଟ ହେବ ମା ମାନେ ମନେ ରଖନ୍ତୁ 6ଟି ନିଶ୍ୱାସ ଭିତରେ ଭିକାରୀକୁ ଯଦି ଆମେ ଭିକ୍ଷା ଦେବା ଧର୍ମ ଅର୍ଜନ କରିବା ଧର୍ମ ଚାଲିଯିବ ଆମେ ଚାରି ଭାଇରେ ମୁଁ ସଭା ସାନ ମୋ ଭାଗ ପଡିଛି ଆଜ୍ଞା ତଳ ମୁଣ୍ଡେ ଦାଣ୍ଡ ଦ୍ୱାର ଯଦି ଭିକାରୀ ଭିକ୍ଷା ମାଗିବ 6 ନିଶ୍ୱାସ କଣ 60 ନିଶ୍ୱାସରେ ମୋ ସ୍ତ୍ରୀ ଦେଇପାରିବନି ଆମେ କେମିତି ଧର୍ମ ଅର୍ଜନ କରିବୁ ଆରେ ବାବୁ ତମ ଘରଟା ତଳ ମୁଣ୍ଡେ ଉପର ମୁଣ୍ଡେ ଘର ହେଲେ ମଧ୍ୟ 6 ନିଶ୍ୱାସ ଭିତରେ କେହି କେବେ ଭିକ୍ଷା ଦେଇପାରିବ ତାହେଲେ ମୋ ସ୍ତ୍ରୀ କଣ ତାଳ ଧରିକି ଦାଣ୍ଡ ଦ୍ୱାରରେ ଠିଆ ହେଇଥିବ କେତେ ଭିକାରୀ ଶୁଣିକି ପକେଇଦବ ନାଇଁ ଭିକାର ଡାକ କାନରେ ବାଜିବ ନା ନାଇଁ ବାଜିବ ଭିକାରୀର ଡାକ କାନରେ ବାଜିଲେ ଭିକାରୀକୁ ଶୁଣେଇ ଦବ ରହ ରହ ମୁଁ ଭିକ୍ଷା ନେଇକି ଯାଉଛି ସମସ୍ତ ମା ଭଉଣୀ ମାନେ ମନେ ରଖ ଦାଣ୍ଡ ଦ୍ୱାର ଭିକାରୀ ଭିକ୍ଷା ମାଗିଲେ ଶୁଣିଦବ ହଁ ହଁ ନେଇକି ଯାଉଛୁ ରୋଷେଇବାସ କରିବ ଛୁଆ ପିଲାଙ୍କୁ ଖାଇବାକୁ ଦବ ତାପରେ ଭିକ ମଣ୍ଡି ଆଣିକି ଦବ ସେ ପର୍ଯ୍ୟନ୍ତ ଭିକାରୀ ଥିବ ନଥାଉ ପୁରା ଶୁଣେଇଦବ ଶୁଣେଇ ଦେଲା ପରେ ସାଙ୍ଗେ ସାଙ୍ଗେ ଆଣିକି ଦବ ମୁଁ ଦେଖୁଛି ମୋ ସ୍ତ୍ରୀ ଭାରି ଚତୁରୀ କେମିତି ଦାଣ୍ଡ ଦ୍ୱାର ଗୋଟେ ସିଜୁ ଡାଳ ହଳି ଦେଇଛି ଯୋଉ ଭିକାରୀ ଅଛି ଆମ ଦ୍ୱାର ଛାଡିକି ଅନ୍ୟ ଦ୍ୱାର ଭିକ ନେଇକି ଯାଉଛି ପତର ସିଜୁଟେ ମାନେ ସେଟା କାହିଁ ମାନିଛ ସେଟା ଛୁତିକି ଆମର ସଂକେତ ପୁଅ ଝିଅ ଜନ୍ମ ହେଲେ ଗୋଟେ ସିଜୁ ଡାଳ ହଳି ଦିଅନ୍ତି ଗୋଟେ ସିଜୁ ଡାଳ ହଳାନ୍ତି ପତ୍ର ସିଜୁ ଗୋଟେ ବନ୍ଧା ହୁଏ ଆଜ୍ଞା ଆଚ୍ଛା ସେଟା ଶୁଖି ଯାଉନି ସେଟା ଶୁଖିଗଲେ ଫୋପାଡ଼ି ଦଉଛୁ ପୁଣି କଣ୍ଟା ଡାଳ କଣି ହାଣିକି ଓଢେଇ ଦଉଛୁ ତମର ତ ବର୍ଷକ ଛୁତିକା ଲାଗିଛି ଆଉ ଏଇ ସିଜୁ ଡାଳ ହଳି ଦିନ ଛୁତିକି ହେଇଯିବ ଆମେ ଗରିବ ଲୋକ ଆମକୁ ରାସନ କାର୍ଡ ଖଣ୍ଡେ ମିଳିଛି ମାସ ଯାକ ସରକାର ଆମକୁ 20 କିଲୋ ଚାଉଳ ଦଉଛନ୍ତି ଆମ ସେଟା ଯୋଗୀ ଭୋଳଗା ଦିନକୁ 10-15 ଭିକାରୀ ଯାଉଛନ୍ତି ଯଦି ମୁଠାଏ ମୁଠାଏ ଚାଉଳ ଦିଆଯିବ ଦିନକୁ 10 ମୁଠା ଯିବ ଆମେ ଭିକାରୀ ବସିବୁ ନା ନିଜେ ଯୋଡ଼ିଏ ଖାଇବୁ এইଥିପାଇଁ ବ୍ରାହ୍ମଣ ପୁରାଣ ପ୍ରମାଣ ଦେଲା ସେ କି ସାର ସାର ଜାଣିଲ ସେ କି ସାର ସାର ଜାଣେ ମାଗିବା ଲୋକକୁ ଯେଉ ନଦୀ ଓଇ ମାଣେ ସାର ସାର ଜାଣିଲ ସେ କି ସାର ସାର ଜାଣିଲ ସେ କି ସାର ସାର ଜାଣେ ମାଗିବା ଲୋକକୁ ଯେହୁ ନଦୀ ଓଇ ମାଣେ ମାଗିବା ଲୋକକୁ ଯିଏ ମାଣେ ନଦେଲା ସିଏ କି ସଂସାରର ସାର ଜାଣେ ଦାଣ୍ଡ ଦ୍ୱାର ଭିକାରୀ ଭିକ୍ଷା ମାଗିଲେ ତାକୁ ଡାକିକି ନେଇଯିବ ରେଷ୍ଟି ଖାନାରେ ଜମି ମାନଙ୍କୁ ରେଷ୍ଟି କରିଦବ ରେଷ୍ଟି କରତ ନାହିଁ ତ ଉଠି କୋଉଠି ରେଷ୍ଟି କରତ ଆଣିବ ମାନ ଅର୍ଥ କଣ ବୁଝିଲ ଜମି ଏଟା କଣ ମୂର୍ଖ ମ ହଁ ମୂର୍ଖ ଆପଣ ପରା କହିଲେ ପଣ୍ଡିତ ପରା କହିଲେ ଯିଏ ନଦେଲା ମାନେ ସେ କି ସାର ଜାଣେ ଆରେ ଜମି ମାନେ କି କାହାକୁ ଦିଏ ଆଉ କଣ ମାନେ ଚାଉଳ ମାନେ ଏଇ ପି ତମେ ଗାୟକ ଆମେ ପାଳିଆ ତମର 2000 ଆମେ ଦିକିଲାରେ ଧାନ ବାଡାଉଛୁ ତମେ ଝଟ ପୁଞ୍ଜେ ଧରିକି ବୁଲୁଛ ଶୁଣ କଥାରେ ନାହିଁ ତା ଜୀବନରେ ସେ କାହାକୁ କେବେ ମାଣୁଟା ଦେଇଛି ତା ମାନେ କି କାହାକୁ ଜମି ମାନେ ଦିଏ ଚାଉଳ ମାନେ ବୁଝିପାରିଲ କଥାରେ ନାହିଁ ସେ କାହାକୁ ତା ଜୀବନରେ ମାଣେ ଦେଲାଣି କେତେ ମା ମାନେ ତାଟିଆରେ ଚାଉଳ ଦିଅନ୍ତି ଗ୍ଲାସରେ ନେଇକି ଭିକ୍ଷା ଦିଅନ୍ତି ହାତରେ ମୁଠେଇକି ଚାଉଳ ଦେଇ ଦିଅନ୍ତି ନାଇଁ ମା ଦାଣ୍ଡ ଦ୍ୱାର ଭିକାରୀ ଭିକ୍ଷା ମାଗୁଛି ତାଟିଆରେ ଚାଉଳ ଦେବେନି ଗ୍ଲାସରେ ଚାଉଳ ଦେବେନି ହାତରେ ମୁଠେଇକି ଚାଉଳ କେବେ ଦେଇଦେବେନି स्वतंत्र गोटे भोगईटे रखिथिबे सेई भोगई देहरे भिखारीକୁ ନେଇକି ଭିକ୍ଷା ଦେବେ मुठाटी चाउल दियंतु किंतु भोगईटे रखिथिबे स्वतंत्र गोटे भोगईटे दिबो भिखारीको पई स्वतंत्र गोटे भोगई थुआ हबो निराशर दांड द्वार भिखारीକୁ फेरेई देबेनी मा सबबेले जगन्नाथ दास कहिले भागवत रे जात्वारु अतिथि बाहुडे से प्राणी प्रेत मुखे पड़े बारंबार निराशर यदि दांड द्वार भिखारी फेरी गले अतिथि फेरी गले जीवन काल भितर आपण जेते धर्म अर्जन करथिबे से धर्म रु किछि अतिथि नै कि चली जिवे एवं ता सहित घरर मालिक प्रेत होई जिवे मुक्ति हेई परिबे तेनु बहु कहिला कले बापा आपण जानतु ब्राह्मण को डाकी आनंतु रांधिबो के मा मु रांधिबी परसिबो के मु परसिबी होलो मा बापा मु जाउची मु ही रांधि देबी निज हाते अन्न पिपे करी पे भजन
ହେଇଗଲା ବାପା ଆପଣ କାନ୍ଦୁଛନ୍ତି କାନ୍ଦନ୍ତୁନି ଆସନ୍ତୁ ଆସନ୍ତୁ ବାପା ମୋ ସ୍ୱାମୀଙ୍କର ଶବକୁ ନେଇ ଗମ୍ଭୀରି ଘରେ ଲୁଚେଇ ଦବା ମୁଁ ଅନ୍ନ ରାନ୍ଧିବି ମୁଁ ପରସିବି ବ୍ରାହ୍ମଣ ଭୋଜନ କରି ସାରିବା ପରେ ମୋ ସ୍ୱାମୀଙ୍କ ଚିତାଗ୍ନିରେ ମୁଁ ଝାସ ଦେବି ବାପା ଆସନ୍ତୁ ରାଜା ଗଲେ ଆଜ୍ଞା ପୁଅର ଶବକୁ ନେଇ ଗମ୍ଭୀରି ଘରେ ଲୁଚେଇ ଦେଲେ ପୁଅର ଶବକୁ ରାଜା ଗମ୍ଭୀରି ଘରେ ଲୁଚେଇ ଦେଲେ ବହୁ ଅନ୍ନ ରାନ୍ଧୁଛି ରାଜା ଯାଇ ସିଂହ ଦ୍ୱାରରେ ପହଞ୍ଚି ଗଲେ ନନା ଅନ୍ନ ଯୋଗାଡ଼ ହେଇଗଲାଣି ଆପଣ ଆସନ୍ତୁ ଆଉ ମଣୋହି ମନ୍ଦିରେ ପ୍ରବେଶ ହେଲେ ମଧୁଲୀଳାବତୀ ପକାଇ ଦେଲା ରାଜା କୀର୍ତ୍ତିଚନ୍ଦ୍ର ବ୍ରାହ୍ମଣକୁ ଛାତିରେ ଧରି ଯେତେବେଳେ ମଣୋହି ମନ୍ଦିରରେ ପହଞ୍ଚି ଗଲେ ବହୁ ବ୍ରାହ୍ମଣକୁ ଦେଖିଦେଲା ନା ମୋର ପ୍ରଣାମ ଗ୍ରହଣ କରନ୍ତୁ ଆପଣ ବସନ୍ତୁ ବସନ୍ତୁ ନା ଆପଣ ବ୍ରାହ୍ମଣ କୋଉ ପାତ୍ରରେ ଭୋଜନ କରିବେ ପାତ୍ର ଯଦି ପାତ୍ର କଥା ପଚାରିଲୁ ତମର ତ ରାଜାର କଥା ସୁନା ଥାଳି ଦବ ସୁନା ଥାଳିରେ ଖାଇବାକୁ ଦିଅ ସୁନା ଥାଳିରେ ଦେଲେ ଧର୍ମ ନାହିଁ ରୂପା ଥାଳି ଧର୍ମ ନାହିଁ କଂସା ନା ଷ୍ଟିଲ ସିଲିଭର ଟୌତମ୍ବା ପିତ୍ତଳ ନାଇଁ ତାହେଲେ ଛେଲୁଆରେ ଦିଅ ସବୁଠାରୁ ମାଟି ପାତ୍ର ସୁଧ କେମିତି ଜଗନ୍ନାଥଙ୍କର କୁଡୁଆ ମାଟିର ପାତ୍ର ଆମ ଘରେ ଯୋଉ କୁକୁର ଖାଉଛି ମାଟିର ପାତ୍ର କୁଡୁଆ ଆଉ ଛେଲୁଆ ସମାନ କିରେ ମାଟିରେ ତିଆରି ଦାମ୍ଭିକରେ କହୁଛି କୁକୁର ଆରେ ତୁ ରଖିବୁ କୁକୁର ନାଲିଆ ପଞ୍ଜାବୀରେ 5 ବର୍ଷ ହେଲାଣି ଗୋଟେ ସାର୍ଟ କିଣୁନି ଇଏ ପୁଣି ଗୋଟେ କୁକୁର ରଖିଛି ଇଏ କହିଲେଣି କୁତିଟା ବ୍ରାହ୍ମଣ ପତ୍ରରେ ଅନ୍ନ ଭୋଜନ କରିବେ ନାଇଁ ଭିକ୍ଷୁକିତା ପ୍ରମାଣ ଦେଲା କୋଉ ପତ୍ରରେ ବ୍ରାହ୍ମଣକୁ ଅନ୍ନ ଭୋଜନ ଦିଆଯିବ ରମ୍ଭା ପନସ ପତ୍ରଂ ଚ ପଦ୍ମ ମଧୁ ପତ୍ରଂ ତଥା ଏତାନି ଚତୁଃପଦାନି ଭୋଜନଂ ସୁଧି ଭବେତ୍ ରମ୍ଭା କହିଲେ କଦଳୀ କଦଳୀ ପତ୍ର ଶୁଦ୍ଧ ପଣସ ପତ୍ର ଶୁଦ୍ଧ ପଦ୍ମ ପତ୍ର ଶୁଦ୍ଧ ମହୁଲ ପତ୍ର ଶୁଦ୍ଧ ବାପା ଏଇ 4ଟି ପତ୍ର ଶୁଦ୍ଧ ବୋଲି ଆମର ଭିକ୍ଷୁକିତା ପ୍ରମାଣ ଦେଲା ବହୁ 2 ଖଣ୍ଡ ପଦ୍ମପତ୍ର ଆଣିଲା ପଦ୍ମପତ୍ର ଆଣି ବହୁ 2 ଖଣ୍ଡ ପକେଇଲା ନା ଆପଣ ପଦ୍ମପତ୍ର ପକେଇ ଦେବା ପରେ ବହୁ ଆଣି ଅନ୍ନ ବ୍ୟଞ୍ଜନ ବାଢିଲା ବହୁ ଯେତେବେଳେ ଅନ୍ନ ବ୍ୟଞ୍ଜନ ବାଢିଲା ରାଜା କହିଲେ ନନା ଆପଣ ଏଥର ଭୋଜନ କରନ୍ତୁ ହେଲେ ଗୋଟାଏ କଥା ବାକି ରହିଗଲା କହୁନାହାନ୍ତି ରାଜା ଆରେ ସତ୍ୟ ଉପାସକ ବ୍ରାହ୍ମଣ ଆମେ ସେ ପ୍ରିୟ ମୋର ରେ ରାଜନ ବିନା ଆମେ ଥରେ ଚଳୁ ମୁଁ କେବେ ଧରେ ନା କର ଆମେ 2 ଜଣ ଶକ୍ତି ଉପାସକ ବ୍ରାହ୍ମଣ ତାନ୍ତ୍ରିକ ବ୍ରାହ୍ମଣ କାଳି ସାଧକ ବ୍ରାହ୍ମଣ ବିନା ଆମିଷରେ ଚଳୁ କରିପାରିବୁନି ଟିକେ ଆମିଷ ଆଣିଲୁ ଆମିଷ ଆଣିଲେ ଚଳୁ ହବ ପଥର ମୁଣ୍ଡି ଶୁଖୁଆ ଆଣିବେ ଆମେ ଚଳେଇଦବା ମାଛ ହଉ କି ମାଂସ ହଉ ପଥର ମୁଣ୍ଡି ଶୁଖୁଆରେ ଚଳିବ ଅଣ୍ଡା ଖାଇବାନି କି ଚିକେନ ଖାଇବାନି ସେଗୁଡା କି ଖାଇବ ରାଜା ଚିନ୍ତା କଲେ କହିଲେ ପୁଅ ମୋର ମରିଛି ଅଶୌଚ ଅବସ୍ଥା ଏ ଅବସ୍ଥାରେ ଆମିଷ କୋଉଠୁ ଆସିବ ବ୍ରାହ୍ମଣ କେମିତି ଭୋଜନ କରିବେ କେମିତି ନା ଟିକେ ବୋହୂକୁ ଚାହିଁଦେଲେ ବୋହୂ କରା ଦିଆଯିବ ବ୍ରାହ୍ମଣକୁ କହନ୍ତୁ ଟିକେ ଅପେକ୍ଷା କରିବେ ଆପଣ ଯାଆନ୍ତୁ କୈବର୍ତ୍ତକୁ ଡାକି ତା ଘରୁ ମାଛଟିଏ ଧରି ଆଣନ୍ତୁ ମୁଁ ତାକୁ କାଟିବି ମୁଁ ରାନ୍ଧିବି ବ୍ରାହ୍ମଣ ଭୋଜନ କରିବେ ନା ଟିକେ ସମୟ ଲାଗିବ ମୁଁ ଆମିଷ ଯୋଗେଇଦେବି ନାଇଁ ନାଇଁ ଟିକେ ଅପେକ୍ଷା କରନ୍ତୁ ଟିକେ ରାଜା ଗଲେ କୈବର୍ତ୍ତକୁ ଡାକି ତା ଘରୁ ମାଛଟିଏ ଧରି ଆଣିଲେ ବୋହୂ ତାକୁ 2 ଖଣ୍ଡ କରି କାଟିଲା ନିଜେ ତାକୁ ନେଇକି ରାନ୍ଧିଲା ବ୍ରାହ୍ମଣଙ୍କ ପତ୍ରରେ ଆଣିକି ଥୋଇଦେଲା ନା ଆପଣ ଏଥର ଖାଆନ୍ତୁ ହେଲା ଶୁଣୁ ଆରେ ଆଜି ଅଟଇ କେଡେ ଆନନ୍ଦ ଦିନ ସରବେ ମିଛି করে বারে
ଆଜି ବଡ ଆନନ୍ଦର ଦିନ ଆମେ ଅତିଥି ଭୋଜନ କରିବୁ ତମେ ରାଜପରିବାର ଚାହିଁଥିବ ଆଜି ସମସ୍ତେ ମିଶିକିରି ଖାଇବା ଆମମାନଙ୍କ ପାଖରେ ପତ୍ର ପକାଇ ଦିଅ ସମସ୍ତେ ଆଜି ମିଶିକିରି ଖାଇବା ଆମେ ଭୋଜନ କରିବୁ ତମେ ଅନେକ ଠିଆ ହବ ଯୋଉ ଘରେ ପୁଅ ମରିଛି ସେ ବାପା କେମିତି ଭାତ ଖାଇବେ ଯାହାର ସ୍ୱାମୀ ମରିଛି ଲୋ ମା ସେ ସ୍ତ୍ରୀ କେମିତି ଭାତ ଖାଇବ କେମିତି ରାଜା ଚିନ୍ତା କଲେ ମୁଁ କଣ କରିବି ଟିକେ ବୋହୂକୁ ଚାହିଁଦେଲେ ଆମେ ଖାଇବା ବୋହୂ କହିଲେ ଆମେ ଖାଇବା ଆମେ ଖାଇବା ଆମେ ନ ଖାଇଲେ ବ୍ରାହ୍ମଣ ଖାଇବେନି ଆମେ ଖାଇବା ଆମେ ଖାଇବା ବୋହୂ 4 ପତ୍ର ଆଣି ପକେଇଲା ଗୋଟିଏ ପତ୍ର ଶ୍ୱଶୁରଙ୍କ ପାଇଁ ଗୋଟିଏ ଶାଶୁଙ୍କ ପାଇଁ ଗୋଟିଏ ଦେବରଙ୍କ ପାଇଁ ଆଉ ଗୋଟିଏ ପତ୍ର ନିଜ ପାଇଁ 4 ପତ୍ର ପକେଇ ଦେଲା ବୋହୂ ଆଣି ଅନ୍ନ ବ୍ୟଞ୍ଜନ ବାଢିଲା ବୋହୂ ଯେତେବେଳେ ଅନ୍ନ ବ୍ୟଞ୍ଜନ ବାଢିଲା ରାଜା କହିଲେ ନନା ଆପଣ ଏଥର ଖାଆନ୍ତୁ ଆପଣ ଖାଇଲେ ଆମେ ଖାଇବୁ ଆପଣ ଏଥର ଖାଆନ୍ତୁ